ଯେଉଁଠାରେ ନାହିଁ ବିଜ୍ଞାନ ସେମାନେ କେବଳ ଅଜ୍ଞାନ। ସମ୍ମାନୀୟ ସଭାପତି ମହୋଦୟ, ଉପସ୍ଥିତ ଗୁରୁଜନ ମଣ୍ଡଳୀ, ମଞ୍ଚାସୀନ ଅତିଥି ତଥା ମୋର କୁନି କୁନି ପିଲାମାନେ, ଆଧୁନିକ ଯୁଗର ଅନବଦ୍ୟ ନିଦର୍ଶନ ସ୍ୱରୂପ ବିଜ୍ଞାନ ଦିବସ। ମୁଁ ଏହି ଦିବସରେ କିଛି କହିବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ସମଗ୍ର ଦେଶରେ ଆଜି ବିଜ୍ଞାନର ଅଦ୍ଭୁତ ଦାନକୁ ସ୍ମୃତିଚାରଣ କରିବା ପାଇଁ ବିଜ୍ଞାନ ଦିବସ ପାଳନ କରାଯାଉଛି। ଏହି ଦିବସର ମୁଖ୍ୟ ନାୟକ ଥିଲେ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣ। ଏହି ନାମକରା ତଥା ସ୍ୱନାମଧନ୍ୟ ବିଶ୍ୱବିଖ୍ୟାତ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣ 1928 ମସିହା ଫେବୃଆରୀ 28 ତାରିଖ ଦିନ ତାଙ୍କର ସର୍ବଜନ ଆଦୃତ ଗବେଷଣାମୂଳକ ସନ୍ଦର୍ଭ ରମଣ ପ୍ରଭାବ ଉପସ୍ଥାପିତ କରିଥିଲେ। ଏଥିରେ ସାରା ବିଶ୍ୱ ହତଚକିତ ହୋଇଯାଇଥିଲା। ଡକ୍ଟର ଚନ୍ଦ୍ରଶେଖର ଭେଙ୍କଟ ରମଣ ତାମିଲନାଡୁସ୍ଥିତ ଆୟାନପେଟାରେ ଭୂମିଷ୍ଠ ହୋଇଥିଲେ। ଏହି ନୋବେଲ ପୁରସ୍କାର ବିଜେତା ପ୍ରଥମ ଭାରତ ରତ୍ନ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଥିଲେ। 1954ରେ ସେ ଏହି ସମ୍ମାନଜନକ ପୁରସ୍କାର ଲାଭ କରିଥିଲେ। ପୁନଶ୍ଚ ସେ ରୁଷିଆର ସର୍ବଶ୍ରେଷ୍ଠ ଲେନିନ୍ ଶାନ୍ତି ପୁରସ୍କାର ଗ୍ରହଣ କରି ଏକ ବଳିଷ୍ଠ ବ୍ୟକ୍ତିତ୍ୱର ଉଦାହରଣ ପାଲଟିଥିଲେ। କିନ୍ତୁ ସମୟର ଅକାଳ ବହ୍ନିରେ ଦିନେ ସମସ୍ତଙ୍କୁ ଜଳିବାକୁ ପଡ଼େ। ଠିକ୍ ସେମିତି ମୃତ୍ୟୁର ମାୟାଜାଲରେ ବିଲୀନ ହୋଇଯାଇଥିଲେ ଏହି ମହାନ ଦେଶଭକ୍ତ ଡକ୍ଟର ଚନ୍ଦ୍ରଶେଖର ଭେଙ୍କଟ ରମଣ 1970 ମସିହା ନଭେମ୍ବର ମାସ 21 ତାରିଖରେ। ଡକ୍ଟର ସି.ଭି. ରମଣଙ୍କର ପ୍ରଥମ ବୈଜ୍ଞାନିକ ସ୍ମାରକୀକୁ ସର୍ବଦା ମନେ ରଖିବା ପାଇଁ ସମଗ୍ର ଭାରତରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଉଛି ଫେବୃଆରୀ ମାସ 28 ତାରିଖରେ। ଏହିଭଳି ଏକ ମହାନ ପ୍ରତିଭାକୁ ଦେଶ ସମ୍ମାନ ଜଣାଏ। ତାଙ୍କରି ଉତ୍ସର୍ଗୀକୃତ ମନୋଭାବ ତଥା ଅପୂର୍ବ ଅବଦାନକୁ ପାଥେୟ କରି ଗତ ଶତାବ୍ଦୀରେ ବିଜ୍ଞାନର ବିଭିନ୍ନ ବିଭାଗ ଯଥା ମହାକାଶ ବିଜ୍ଞାନ, ଭୌତିକ ବିଜ୍ଞାନ, ଜୈବ ପ୍ରଯୁକ୍ତିବିଦ୍ୟା, ପ୍ରାଣୀ ବିଜ୍ଞାନ, ମଲିକୁଲାର ଜେନେଟିକ୍ସ ଆଦି ପ୍ରଶସ୍ତ କ୍ଷେତ୍ରରେ ଆଶାତୀତ ଉନ୍ନତି ସାଧିତ ହୋଇପାରିଛି। କିନ୍ତୁ କେତେକ ଅହଙ୍କାରୀ ତଥା ସ୍ୱାର୍ଥନ୍ୱେଷୀ ଲୋକ ସି.ଭି. ରମଣଙ୍କ ଅପୂର୍ବ ବିଦ୍ୟାକୁ କୁବାଟରେ ପ୍ରୟୋଗ କରି ପୃଥିବୀକୁ ଧ୍ୱଂସାଭିମୁଖୀ କରୁଛନ୍ତି। ନିରୀହ ଜନତାଙ୍କ ଜୀବନ ସହିତ ଏମାନେ ଖେଳ ଖେଳୁଛନ୍ତି। ସାରା ଦେଶରେ ଅଶାନ୍ତିର ବହ୍ନି ଖେଳାଇ ଦେଉଛନ୍ତି, ଯାହାଫଳରେ କି ସି.ଭି. ରମଣଙ୍କ ଅବଦାନକୁ ଆମେ କୁଠାରଘାତ କରୁଛନ୍ତି। ପ୍ରଯୁକ୍ତି ବିଦ୍ୟାର ଅବକ୍ଷୟ ଘଟୁଛି। ଆଧୁନିକ ବିଜ୍ଞାନ ମେଳା ବିଲୁପ୍ତ ହେବାରେ ଲାଗିଛି। ତେଣୁ ବିଜ୍ଞାନର ଲୋକପ୍ରିୟତାକୁ ଅକ୍ଷୁଣ୍ଣ ରଖିବାକୁ ହେଲେ ଆମକୁ ସି.ଭି. ରମଣଙ୍କ ଅଦ୍ଭୁତପୂର୍ବ ଜ୍ଞାନକୌଶଳକୁ ଅନୁସରଣ କରିବା ଉଚିତ। ତାଙ୍କ ଦ୍ୱାରା ପ୍ରଦତ୍ତ ଜ୍ଞାନ ଭଣ୍ଡାରକୁ ପ୍ରଶସ୍ତ କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ ହେବା ଜରୁରୀ। ତେବେ ଯାଇ ତାଙ୍କ ଅଧୁରା ସ୍ୱପ୍ନ ସାକାର ହୋଇପାରିବ। ବିଜ୍ଞାନର ଆଶ୍ଚର୍ଯ୍ୟାନ୍ୱିତ କରାମତି ବଳରେ ପୁନଶ୍ଚ ସତ୍ୟ, ଶାନ୍ତି, ଦୟା, କ୍ଷମା ଫେରିଆସିବ। ପରିଶେଷରେ ମୁଁ ଏତିକି କହିବି, ପୂଜନୀୟ ସି.ଭି. ରମଣଙ୍କ ବିଜ୍ଞାନ କାରିଗରୀକୁ ଉଚିତ ସମ୍ମାନ ଜଣାଇ ଦେଶମାତୃକାର ସେବାରେ ନିଜକୁ ନିୟୋଜିତ କରିପାରିଲେ ଆମ ଦେଶ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିବ। ମୁଁ ଏତିକି କହି ମୋର ବକ୍ତବ୍ୟ ସମାପ୍ତ କରୁଛି। ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ, ଜୟ ହିନ୍ଦ।